ଜୟ ଜଗନ୍ନାଥ ସାଙ୍ଗମାନେ ତ ଦେଖିପାରୁଛନ୍ତି କେତେ ସୁନ୍ଦର କଷ୍ଟମାଇଜ୍ କେକ୍ ହେଇଥିଲା ଏଇଟା। କିନ୍ତୁ କଷ୍ଟମର ଏ କେକ୍ଟିକି ନେଇନଥିଲେ, ବହୁତ ଦୁଃଖ ଲାଗିଥିଲା। କାହିଁକି ନା ମୁଁ ତାଙ୍କୁ ଡେଲିଭରି ଚାର୍ଜ ମାଗିଥିଲି ଓନ୍ଲି 20 ରୁପିସ୍ ବୋଲି, ସେ ମୋତେ କହିନଥିଲେ, ଅଲଗା ଜାଗାରେ ଅର୍ଡ଼ର ଦେଇଥିଲେ। ଏଣ୍ଡ ମୋମେଣ୍ଟରେ ମୁଁ ଯେତେବେଳେ ଫୋନ୍ କରିଲି କେକ୍ ବନିଯାଇଛି ଆସି ନେଇଯାଆନ୍ତୁ, ସେ ମୋତେ କହିଲେ କି ଆମେ ଅଲଗା ଜାଗାରେ ଅର୍ଡ଼ର ଦେଇଦେଇଛୁ। ଆଟଲିଷ୍ଟ କନଫର୍ମ ତ କରିବା କଥା ନାହିଁ, ଆପଣ ନ ବନାନ୍ତୁନି ତ ମୁଁ କରିନଥାନ୍ତି, ମୋର ଏତେ ଟାଇମ୍ ୱେଷ୍ଟ ମୋର ହେଇନଥାନ୍ତା। କେକ୍ କିଛି ବଡ଼ କଥା ନାହିଁ କି କାହାକୁ ବି ଦେଇଦେବ କି ଘରେ ଖାଇଦେବେ ଛୁଆମାନେ, କିଛି ବି କରିଦେବ। କିନ୍ତୁ ଯାହା ଟାଇମ୍ଟା ମୋର ୱେଷ୍ଟ ହେଲା ସେ ତାକୁ କିଏ ବୁଝିବ। ଏଇଠୁ ମୁଁ ଗୋଟେ କଥା ଶିଖିଲି କି ଆଜିଠୁ ତୁମେ ଯାହାଠୁ ବି ତୁମେ କେକ୍ ଅର୍ଡ଼ର ରଖୁଛ କିଛି ତ କିଛି ଆଡ଼ଭାନ୍ସ ଆପଣ ନିହାତି ରଖନ୍ତୁ। ଆଡ଼ଭାନ୍ସ ନ ରଖିଲେ ଆପଣ ପଛରେ ହଇରାଣ ହେବେ। ଯେହେତୁ ଆଡ଼ଭାନ୍ସ ରଖିନଥିଲେ, ସେ ଚିହ୍ନା ଲୋକ ଥିଲେ ବୋଲି ସେ ଏମିତି ମୋ ସହିତ କଲେ। ନେକ୍ସଟ ମାନେ ବାହାର ଚିହ୍ନା ନ ଲୋକ ଥିବେ ବି ସେମାନେ ଏମିତି କରିବେନି, ଚିହ୍ନା ଲୋକ ହିଁ ଏମିତି କରନ୍ତି। କ'ଣ କରିବା, ଛୁଆମାନେ ଲାଷ୍ଟକୁ ଖାଇଦେଲେ ତାକୁ କାଟିକିନା, କିନ୍ତୁ ୱେଟ୍ରେ ବି ଅଧିକା ଥିଲା ମୋ କେକ୍।